ପାଟ ପାଟ ନେଇ ଇନ୍ଦ୍ର ଯିବ ଚାର ଦତ୍ୟଙ୍ଗୁରାଙ୍କର ପାଦ ପୂଜା କରିବା ପାଇଁ ନା ମୋର କଷକୁ ପୁଣି ମହିଷାସୁର ସହ ନାରାୟଣ 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 ନାରାୟଣ। ଦେବର୍ଷି ଏ ଅସମୟରେ ଯେ ସମୟ ଅସମୟର ଭେଦଭାବ ତ ମୋ ନିକଟରେ ନଥାଏ ଦେବରାଜ, ସେଥିପାଇଁ ଏ କୁସମୟ ମଧ୍ୟ ମୁଁ ଇନ୍ଦ୍ର ସଭାରେ ଉପସ୍ଥିତ ହୋଇଛି। କୁସମୟ ଏକଥା କାହିଁକି କହୁଛନ୍ତି ଦେବର୍ଷି ନାରଦ? ଶୁମ୍ଭନି ଶୁମ୍ଭ ଚାମୁରୁ ଆସିଲା ଯେ ଦୂତ ଅଙ୍ଗାର ପନଗ ଶ୍ରେଲାଣି ସେ ଓତ दूतକୁ କରି ଯାଅ ହୁଏ ପ୍ରଚାର ଏଇ ଦେଖ ପଡ଼ିଅଛି ତାର ମୃତ୍ୟୁ ଦେହ। ଦୂତଠାରେ ଥିବା ଦୁଷ୍ଟ ସ୍ୱଭାବ ଅସୁର ଜନମ ଜାଣୁ ଅସୁର ସ୍ୱଭାବ। ଅତି ପରାକ୍ରମୀ ସେଇ ଶୁମ୍ଭନି ଶୁମ୍ଭ ଏଇ ମୋର ବଜ୍ରାଘାତେ ତୁଟି ଯିବ ଦମ୍ଭ। ଏଥକୁ ଅଛଇ ପୁଣି ଦାନବ ମହିଷା ସହି ନ ପାରିବ କ୍ଷଣେ ପୁଲିସ ବରସା। ଅନର୍ଥ ଘଟିବ ନିଶ୍ଚୟ ଲାଗେ ମୋ ସନ୍ଦେହ ଦେବରାଜ ଇନ୍ଦ୍ର ମୋହି ନାହିଁ ଥିଲେ ଭୟ। ନାରାୟଣ ନାରାୟଣ ମତେ ତେବେ ବିଦାୟ ଦିଅନ୍ତୁ ସତୀପତି। ଯାଆନ୍ତୁ ଦେବର୍ଷି, ଆପଣ ଚିରେ ଦେଖିବେ ମୋର ଏ ବଜ୍ରାଘାତରେ ଶୁମ୍ଭନି ଶୁମ୍ଭ ଆଉ ମହିଷାର ଦର୍ପ ଚୂର୍ଣ୍ଣ ହୋଇଛି। ନାରାୟଣ ନାରାୟଣ ନାରାୟଣ।
कौन कहला महामंत्री अंधक मोर नामांकित पत्र नहीं शुंभ निशुंभर जाऊ तुसा जाइथिला ताको इतना हत्या करके हाँ महाराज मोर दिव्य स्मरण मु जानी पारुछि इंद्रर आदेशरे अंगारपन्न आम दूतको हत्या करुछि मोर इंद्र तू राज सिंहासन रे बसिबार योग्य नुहे राजचित धर्म कर्म नीति अनीति रे ज्ञान तार नहीं सेथिपाई तो तू वास्तव दूतको हत्या करिछु एबे जानी रख मूर्ख तू ताको हत्या करी देव दानव मध्य रे जाऊ कलहल सूत्रपात तू कलु तार दाव कुंडल वीण पर कारण हेबो या शुंभ निशुंभକୁ ସମ୍ବାଦ ଦିଅ ସେମାନେ ଏହି ମୁହୂର୍ତ୍ତରେ ଦଳ ବଳ ସହ ସ୍ୱର୍ଗପୁର ଆକ୍ରମଣ କରି ସ୍ୱର୍ଗ ସିଂହାସନ ଅଧିକାର କରି ଇନ୍ଦ୍ରପଦ ଲାଭ କରନ୍ତୁ ବ୍ରହ୍ମା ଉର୍ବାସୀ ମେନକା ଆଦି ଅପ୍ସରାଙ୍କୁ ବିକୃତ ବିକଳାଙ୍ଗ କରିଦିଅନ୍ତୁ ଆଉ ନନ୍ଦନ କାନନର ମୂଳୋତ୍ପାଟନ କରି ନର୍କ କୁଣ୍ଡ ନିକ୍ଷେପ କରନ୍ତୁ ଯାଅ ଜଳାଇଲାଣିଆ ଉଠିଲାଣି ଧୂଆଁ ଚଉଦିକେ ଯିବ ଘୁଟି ଧୂଆଁର ତ୍ରାସରେ ଘୁଆଁ ବୁଲାଇବ ମାୟା ଜାଲେ ହେବୁ ଘାଣ୍ଟିରେ ଆପେ ଫିଙ୍ଗି ବୁଢ଼ା ପାଦୁଆ ଛୁପାଇ ଆପେ ଫିଙ୍ଗି ପଥର ନାଗ ମୁଖେ କର ଦେଲେ ବାଇବର ସିଏ କି ନ ମାରେ ଚଟ ସାପ ମାରିବାକୁ ଗଳାଇ ବସିଲେ ସମୟ ଜଗିଛି ଘାଟରେ ଯେସା ତେସା ହୋଇବ ଫଳ ସ୍ୱରୂପ ନିଶ୍ଚେ ଭୋଗିବ ରେ ଯେସା ତେସା ହୋଇବ ଫାଙ୍ଗା ଫିଙ୍ଗର ତୁମର ଛିଣ୍ଡି ହୋଇଯିବ ନାଶ
କାହିଁ କାହିଁ ଆସିছে ନିର୍ଲଜ କାପୁରୁଷ ଇନ୍ଦ୍ର ଆମ ଦୂତକୁ ହତ୍ୟା କରି କେଉଁଠି ଆତ୍ମଗୋପନ କରିଛି। ସାବଧାନ ସାବଧାନ ଗୁଣଛ ଆଉ ପଦେ ଅଗ୍ରସର ହେଲେ ତୁମ ଦୂତଙ୍କର ଦରଦାସ ତୁମେ କାହା ଭାବିବ। ଏ ପରୀକ୍ଷାର ବେଳା ନିକଟ ହୋଇ ଆସୁଛି। ତା ପୂର୍ବରୁ ମୁଁ ପୁଣି ତତେ ପଚାରୁଛି ଆମ ପତ୍ରରେ କଚାରି ପଦାର୍ଥ ଦେଉନା ନାହିଁ। ତୋର ଉତ୍ତର ଦେବ ମୋ ହାତରେ ବଜ୍ର ଦାନବ କୁଳ ଧର୍ମେ ଶୁଭ ନିଶୁମ୍ଭ ଦାନବ କୁଳ ଧର୍ମେ ଶୁଭ ନିଶୁମ୍ଭ ଏହି ବଜ୍ରାଘାତେ ଭାରିଛି ସବୁ ଦମ୍ଭ ଦେବେ ପ୍ରାଣେ ଆସରେ ଦେବେ ପ୍ରାଣେ ଆସରେ ଫେରି ଯା ନିଜ ବାସରେ। ନାମ ବହି ଅଛୁ ପରା ଦେବ ସୁନା ଶିରା ନାମ ବହି ଅଛୁ ପରା ଦେବ ସୁନା ଶିରା ସେ ଶିରେ ନା ରାଖି ପାଦ ଫେରିବୁ କି ଘର ତତେ ତୃଣ ଧାରି ରେ ତତେ ତୃଣ ଧାରି ରେ ହେବୁ ଏବେ ଆମ ସେବା କାରିରେ। ନା ଆଉ ନୁହେଁ ତୁମ ଦୁହିଁଙ୍କ ଅନ୍ତିମ ସମୟ ନିକଟ ହୋଇ ଗଲାଣି। ଫଳ ଯେଉଁ ଫଳ ବୁଦ୍ଧି ଫଳ ତାର ଭଗ ଫଳ ଯେଉଁ ଫଳ ବୁଦ୍ଧି ଫଳ ତାର ଭଗ ଦେବେ ଇଷ୍ଟ ସ୍ମରରେ ଦେବେ ଇଷ୍ଟ ସ୍ମରରେ ଯମପୁର ନୁହେଁ ବେଶୀ ଦୂରରେ। ଯାଅ ଆମେ ଏଠୁ ଜମପୁର ଦୂର ନୁହେଁ
ହଇ ଦେବଗଣ ସହ ଇନ୍ଦ୍ର କିପରି ପାଳନ କରୁଛି। ଏଇ ଅଣା ଦେଖ କୁବେର ତାର ସମସ୍ତ ଧନ ସମ୍ପତ୍ତି ଛାଡ଼ି ପ୍ରାଣ ବିକଳରେ ପଳାଇ ଯାଉଛି। ଦୈତ୍ୟଗଣକୁ ଆଦେଶ ଦିଅ କୁବେରର ଧନ ସମ୍ପତ୍ତି ଆଣି ଆମ ପାଦ ତଳେ ଛଳ କରନ୍ତୁ। କି ସମ୍ବାଦ ଦୂତ? ଆମେ ତାଙ୍କୁ ହିଁ ଅପେକ୍ଷା କରିଥିଲୁ, ଏଇ ତ ଆସିଲେଣି। ଧନ୍ୟ ଧନ୍ୟ ଦୈତ୍ୟ ବୀର ଶୁମ୍ଭ ନିଶୁମ୍ଭ, ତୁମେ ଦୁହେଁ ଦୈତ୍ୟ କୁଳରେ ମୁଖ ଉଜ୍ଜଳ କରିଛ। କେବଳ ଆପଣଙ୍କ ନାମ ସ୍ମରଣ କରି ଆମେ ଇନ୍ଦ୍ରକୁ ଯୁଦ୍ଧରେ ପରାଜିତ କରିଛୁ। ଆପଣ ଏ ଇନ୍ଦ୍ର ସିଂହାସନର ଅଧିକାରୀ। ଏଇ ସିଂହାସନରେ ଉପବେଶନ କରନ୍ତୁ ଦୈତ୍ୟରାଜ। ବାସବର ଏଇ ଅଷ୍ଟନିଧି ଅଷ୍ଟ ଅଳଙ୍କାର ପିନ୍ଧାଇ ଆପଣଙ୍କ ଅଭିଷେକ ପୂଜା ଆମେ କରିବୁ। ମୋର ଅଭିଷେକ ହେବା ସତ, କିନ୍ତୁ ଆଜିଠାରୁ ଏ ସ୍ୱର୍ଗଧାମର ପାଳକ ହେବ ତୁମେ ଦୁହେଁ। ଆଇଠାରୁ ଦେବଗଣ ହେବେ ଆମର ଦାସାନୁଦାସ। ହାତ ଗୋଡ଼ରେ ଭିଡ଼ି ପକାଇ ସେମାନଙ୍କୁ ରଖିବ। ଆସନରେ ବସିବେ ନାହିଁ, ଶଯ୍ୟାରେ ଶୟନ କରିବେ ନାହିଁ। ହୀନ ଘୃଣ୍ୟ ନିଜ ଚଣ୍ଡାଳର ଅବସ୍ଥା ସେମାନେ ଭୋଗିବେ। ଦୈତ୍ୟରାୟଙ୍କର ଆଦେଶ ଅକ୍ଷରେ ଅକ୍ଷରେ ପାଳିତ ହେବ। ଜୟ ସ୍ୱର୍ଗ ବିଜୟୀ ଦାନବ କୁଳ ତିଳକ ବିରାଟ ବିରବରେ ମହାବୀରରେ ମହିଷାସୁରଙ୍କର ଜୟ। दुनिया उलटी गला रे एठी लागिछि पाला। दुनिया उलटी गला रे एठी लागिछि पाला। ससा मुसा देखो ब्यासो तड़ी देले ब्यार्गी हेउछि काउला रे एठी लागिछि पाला रे एठी लागिछि पाला। कर्मा बळे केसरी पळे श्रृगाळ कराये नाट। कर्मा बळे केसरी पळे श्रृगाळ कराये नाट। फुले बेंग पेट फुले साप गुमरई चोट मूसा बिराड़ी के मारे नाथ। बेल आसिले ओलटी गल सरी जीव काम कला रे पाला रे एठी लागे पाला। न हो छाटा पटा मरकट केते काढुछु घमड। तलु ऊपर उपरु तल पड़ी हेबु हड़बड़ रे केते हेउ घड़घड़। रही बनाई हे अंग चंग फाटी जीव पट फुला रे एठी लागिछि पाला रे एठी लागिछि पाला। तीनोटी बेंगर होई बनास ए बुद्धि बंस तुम्हारा हेला सेवक होई मुनि बठारे केते बहप बोला रे ठीक टाके रही तो बोला धर्म दौड़ी फसे पड़िल
আজি ন কালি ভোলারে টিকে কেউটি লাগিছে পাল্লারে এইটি লাগিছে পাল্লা এইটি লাগিছি পালা আরে যা আরে যাও আরে হ্যাঁ একাত ভকত জীবন একাত ভকত জীবন ভকত নিমন্তে তোর শঙ্খ চক্রে চিহ্ন শঙ্খ চক্রে চিহ্ন একাত ভকত জীবন একাত ভকত জীবন ভকত তো পিতা মাতা ভকত তো বন্ধু ভকত তরে তর নাম কৃপা সিন্ধু নাম কৃপা সিন্ধু একাত ভকত জীবন একাত ভকত জীবন ধেনু পছে পছে বছা গমে কিরলবে ধেনু পছে পছে বছা গমে কিরলবে ভকত পছরে তুই থাউ সেই ভাবে একাত ভকত জীবন একাত ভকত জীবন বাপ মঙ্গল পুয়া মাম ব্রাহ্মণী বাপ মঙ্গল পুয়া মাম ব্রাহ্মণী একুলে জন্মিলি হিন্দু নখায়ে মো পানি একাত ভকত জীবন কহে সাল বেগইন জাতিরে মুজবন কহে সাল বেগহীন জাতিরে জবন শ্রীরঙ্গা চরণ বিনু ন জান ইয়ান একাত ভকত জীবন একাত ভকত জীবন
सकारं भुजंग शयाना पद्दो नवं सुरेश विश्वधारं गगन सदृश मेघवर्णं सुभाग लक्ष्मीकान्तं कमलनयना योगीर्विजयनगम्य वन्दे विष्णु भवभयर सर्वलौकिकनाथ নমন্তর্যামি চরাচর স্বামী নম 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 নারায়ণ ফেড় এ দুর্গতি নম শ্রীপতি মাগু অচু শ্রীপ তে পয়র আহে দয়াময় তুম বিনা হেব কে সহায় মিনবতারে মারি শঙ্খাসুরে ওরা হে রণ বিদারিল হয় নরসিংহ নাসিরণ্যাচ ভক্ত প্রহ্লাদে রক্ষা কল বামন অবতারে কলিকি চাপিল পাতাল রে রাম রূপ ধরি রাবণ সরি স্থাপিল কিরতি চোরা চোর আহে দই তারি করুচু গুহারি ও মোরাবতীকু রক্ষা কর আহে দয়াময় বিপদ সাগরু পারি কর शुक्लांबरधर विष्णु शशिवर्णं चतुर्भुजं प्रसन्नवदन ध्याये सर्वविघ्नप्रशान्तये।
हेलो हेलो समरेंद्र जल्दी आ जल्दी आ हाँ ସେମାନଙ୍କ ସହ ଯୁଦ୍ଧରେ ପରାଜିତ ହୋଇ ମୁଁ ଅଲକାପୁରୀରୁ ବିତାଡ଼ିତ ମୋର ଇନ୍ଦ୍ରପଦ ନାହିଁ। ମୋରି ବଳରେ ବଳିୟାନ ହେଇ ସେମାନେ ମୋ ବାସଭୂମିରୁ ଯୁଦ୍ଧ ମତେ ବିତାଡ଼ିତ କରିଛନ୍ତି। ମୋ ଧନର ପାଇଁଦେଇ ସୁଦ୍ଧା ଆଉ ମୋ ପାଖରେ ନାହିଁ, ସବୁ ସେମାନେ ଅପହରଣ କରି ନେଇଯାଇଛନ୍ତି। ବାୟୁର ଗତି ଥିଲା ବୋଲି ପଳେଇ ଆସି ପାରିଲି, ତା ନହେଲେ ଦାନ୍ତରେ ତୃଣ ହରି ଅସୁରମାନଙ୍କୁ ମୁଣ୍ଡିଆ ମାରିଥାନ୍ତି। ଦେଖୁଛୁ କି ଏନ୍ତା ହଉଛି। ଆଉ ଛଳନା କରନ୍ତୁ ନାହିଁ ପ୍ରଭୁ, ଆପଣ ହିଁ ଦେବକୁଳକୁ ରକ୍ଷା କରିପାରିବେ। ହଁ କମଳାପତି, ମୁଁ ସେମାନଙ୍କୁ ଅମର ବଳ ପ୍ରଦାନ କରିଛି। କିନ୍ତୁ କାହିଁକି ଆପଣ ଏଭଳି ମରାତ୍ମକ ବର ପ୍ରଦାନ हेलो ଆପଣ हेलो କଲେ କାହିଁକି? ଏବେ ମତେ ଦୋଷ ଦେଉଛ ଇନ୍ଦ୍ର, କିନ୍ତୁ ଯୋଗ ଯୋଗ ବ୍ୟାପୀ ସେମାନଙ୍କର କଠୋର ତପସ୍ୟା ଦେଖି ତୁମେ ନିଜ ଭୟ କଲ ଯେ ଇନ୍ଦ୍ରପଦ ଚାଲିଯିବ। କୁବେର ଭୟ କଲେ ଯେ ତାଙ୍କ ସମ୍ପତ୍ତି ସେ ହରାଇ ବସିବେ, ଆଉ ସେଥିପାଇଁ ଆପଣ ଏମିତି ବର ଦେଲେ ଯେ ଆପଣ ନିଜେ ମଥା ଗୁଞ୍ଜିବାକୁ ସ୍ଥାନ ଟିକିଏ ପାଉନାହାନ୍ତି। ଏବେ କୁହନ୍ତୁ ଆମର ସ୍ଥାନ କେଉଁଠି? କହିଥିଲି, କିନ୍ତୁ ଏବେ ତାହା ମୋର ସ୍ମରଣ ନାହିଁ। ନାରାୟଣ ନାରାୟଣ ନାରାୟଣ। ଦେବତା ମାନଙ୍କର ସିନା ସ୍ମରଣ ନାହିଁ, ଏ ଦେବର୍ଷିର କିନ୍ତୁ ସବୁ ସ୍ମରଣ ଅଛି। ଏକ ହାତ ଅନ୍ୟ ଶିରେ ସୁମ୍ବରି ସୁମ୍ବ ରଖିଲେ, ଏକ ହାତ ଅନ୍ୟ ଶିରେ ହେବେ ହତ ମହିଷାର ନାରୀ ମୃତ୍ୟୁ ଭେଦ ଯେ ଶୁଣ ଶ୍ରୀ କମଳାପତି ଦାନବ ସମ୍ବାଦ ହେ ମେଲାଣି ମାଗୁଛି ଏବେ ଚାମୁରୁ ନାରଦ ହେ ଶୁଣ ଶ୍ରୀ କମଳାପତି। ଦେବର୍ଷି ଠିକ କଥା କହିଗଲେ। ଜଣେ ଅନ୍ୟ ଜଣକର ଶିରରେ କରି ରଖିଲେ ଶୁମ୍ଭ ନିଶୁମ୍ଭର ମୃତ୍ୟୁ ହେବ, ଆଉ ମହିଷାର ମୃତ୍ୟୁ ହେବ କେବଳ ଜଣେ ନାରୀ ହାତରେ। କିନ୍ତୁ ଏ ସେ ନାରୀ
दुरितनाशन भगवान विष्णुंकर जय जय दुरितनाशन भगवान विष्णुंकर जय निर्बोध निर्बोध ए देवगण ता नहेले महिषासुर मृत्यु उपाय चिंता करबाकू एमानक साहस हुअंता अरे अरे हीनमती हीनवीर्य देवगण जो मेरु शिखरे बसी तुमे माने मंत्रणा करुछ देख मोर शिरा हाथ रे एबे से मेरु पर्वतर मूलक पाटनाम करुची महिषासुर आघात सही न पारी गिरिराज पाषाण बक्ष मध्य भांगी पड़ुछि देखुछंती तो प्रभु महिषार प्रकोप जानता नहीं हमारा ढड़क करवा वाले केरोटा हवा है एबे कुहतु हमर स्थान केउठी आउ नहीं महिषासुर सोनानाटा सही आखिला मत मत बक्का करी जाने नहीं से प्रभु चक्रधारी कप कले ए चराचर विश्व गली भस्म होई जिवो देखुछंती महाराज देखुछंती देखुची महामंत्री मोर शिरा हाथ रे मेरु पर्वत की परि खंड खंड है भांगी पड़ुची देखुची मु 33 कोटी देवा देवींकर नरक जंत्रणा भोग ଆଉ ସେଇ ସଙ୍ଗେ ସଙ୍ଗେ ଦେଖନ୍ତୁ ଦେବଗଣଙ୍କ କୋପ ଫଳରେ କିପରି ବ୍ରହ୍ମ ଅଗ୍ନି ବିଷ୍ଣୁ ଅଗ୍ନି ରୌଦ୍ର ଅଗ୍ନି ପିଙ୍ଗଳ ବର୍ଣ୍ଣ ଧାରଣ କରି ମହାଶୂନ୍ୟରେ ଦୁର୍ବଳକ ପର୍ଯ୍ୟନ୍ତ ବ୍ୟାପି ଗଲାଣି ସେଥିପାଇଁ ମୁଁ ଛାଳ ଦେବତାଙ୍କୁ ଭୟ କରିବି ରେ ରେ ମୂର୍ଖ ଦେବଗଣ ତୁମେ ଜାଣ ନାହିଁ ମୋର ପ୍ରତାପ ମୋର ପ୍ରତିଜ୍ଞା କରିଛି ମୁଁ ପଣ ଆରେ ଦେବଗଣ ତ୍ରିପୁରେ ରଖାଇ ଦେବି ନାହିଁ ସରିଗଲା ତମ ଦେବ ଭୋଗ ଆଉ ଅମୃତ ଚଖାଇ ଦେବି ନାହିଁ କୈଳାବତ ହସ୍ତି ଜଳରେ ବୁଡ଼ିବ ଉଚ୍ଚାସ ବାସ ଅନରେ ପଡ଼ିବ ଇନ୍ଦ୍ରାଣୀ ଗଳାରେ ପାରିଜାତ ହାର ଆଉ ମୁଁ ପିନ୍ଧାଇ ଦେବି ନାହିଁ କରିଛି ମୁଁ ପଣ ଆରେ ଦେବ ଗଣ ତ୍ରିପୁରେ ରଖାଇ ଦେବି ନାହିଁ ଆପଣ ଟିକେ ଧୀର ସ୍ଥିର ହୋଇ ବିଚାର କରନ୍ତୁ ଦୈତ୍ୟରାଜ ଆପଣଙ୍କ ବରଦାତା ବ୍ରହ୍ମାଙ୍କ କଥା ଭାବନ୍ତୁ ମୋରି ବରଦାତା ହୋଇଯିଏ ମୋରି ମରଣ କାମନା ଚିନ୍ତା କରୁଛି ତା କଥା ପୁଣି ମୁଁ ଚିନ୍ତା କରିବି ମୋର ମନ୍ତ୍ରୀ ହୋଇ ମତେ ଏଇ ପଦ ଦେଉଛ ବ୍ରହ୍ମାପୁର ଦେବୀ ମାଟିରେ ମିଶାଇ ଇନ୍ଦ୍ର କରୁ ଭଦ୍ରା ଦେବୀ ମୁଁ ଖସାଇ କିରାତି କୂଳରେ ବିଷ୍ଣୁ ଗଜଦନ୍ତ ପଲକ ପକାଇ ଦେବି ନାହିଁ କରିଛି ମୁଁ ପଣ ଆରେ ଦେବ ଗଣ ତ୍ରିପୁରେ ରଖାଇ ଦେବି ନାହିଁ
ରମ୍ଭା ମେନକାର ନୃତ୍ୟ ମୁଁ କରାଇ ଦେବି ନାହିଁ କରିଛି ମୁଁ ପଣ ଆରେ ଦେବ ଗଣତି ପୁରେ ରଖାଇ ଦେବି ନାହିଁ ଦେଖନ୍ତୁ ମହାରାଜ ଦେବଗଣଙ୍କ ସହ ଅଗ୍ନିଦେବ କ୍ରୋଧରେ ଜର୍ଜରିତ ହୋଇ କିପରି ରକ୍ତ ଯେବା ଆକାର ଧାରଣ କଲେଣି। ମୁଁ ସେତିକି ବୃକାପ କରେ ନା ମନ୍ତ୍ରୀ ସୁଦାସ ଟିକିଏ ରୁହ ଆଉ ଟିକିଏ ଶୁଣ ଆରେ ମନୁଆ ନ ହୁଅ ଛାନିଆ ବାରୁଦ ଗଦାରେ ନିଆ ନିକ୍ଷେପ କରି ନ ଦେଖାଉଛୁ ତମ ନିକ୍ଷେପ କରି ନ ଦେଖାଉଛୁ ତମ ନିଷ୍କରଣେ ହେଲା ଯାହାରେ ଆରେ ଚପଲ ମତି ତୋର ସରି ଆସିଲାଣି ଗତିରେ ଆରେ ଚପଲ ମତି ଧରାକୁ ତୁହିରେ ସରା ମନେ କଲୁ ମତ ଗର୍ଭେ ଲୁଅନା ମରଣକୁ ତୋର ବାଟ ଫିଟାଇଲୁ ମରଣକୁ ତୋର ବାଟ ଫିଟାଇଲୁ ବେକେ ଲଗାଇଲୁ ଖାନ୍ଦରେ ଡାକି ଆଣୁଛୁ କାଳ କାଳ ହୋଇଯିବ ମହାକାଳରେ ଡାକି ଆଣୁଛୁ କାଳ ଏହି ତ ଗୁମାର ନ ରହିବ ଜାଣ ସବୁ ହେବ କାରଣ ଦଇବ ତୋର ବାମ ହୋଇଗଲା ଦଇବ ତୋର ବାମ ହୋଇଗଲା ନିଜେ ହେଉ ତମ ତମରେ ଏହି ଫୁଲା କଣିଆ ଛାଡ଼ି ଦୁନିଆରେ ଏହି ଫୁଲା କଣିଆ ଜୀବନକୁ ତୋର ଆଶା ଅଛି ଯେବେ ଆଗରୁ ଯା ସରକି ନହେଲେ ଅକାଳ ରାହୁ ଗ୍ରାସିଲାଣି ନହେଲେ ଅକାଳ ରାହୁ ଗ୍ରାସିଲାଣି ଆଉ କି ନେବୁ ପରଖିରେ ତୋର ସରିଲା ନାଟ କାଳେ ନିଶ୍ଚୟ ଛାଟ ପଟରେ ତୋର ସରିଲା ନାଟ ସୃଷ୍ଟିର ନିୟନ୍ତା ଚାଲି ଯା ମୋ ସମ୍ମୁଖ ନିଶ୍ଚୟ ଯିବି যোগ বন্ধু পরি জଣେ ସାମନ୍ତ ନାହିଁ
হিত জগবন্ধু পরি জনে সামন্ত নাই নাই তো চৌদ ভুবন বারতা জানতি চৌদ ভুবন বারতা জানতি চক্রে ছেদন্তি আরত নাহি নাহি তো জগবন্ধু পরি জনে সামর্থ নাহি নাহি তো যেতে বেলে কৃষ্ণ গোপপুরে ଥିଲେ অক্রূর আଣିল গোলাপ গাই দুধ কেশ পিটি গলা চতুর্ভুজ হেলে অনন্ত নাই নাই জগবন্ধু পরি জনে সামর্থ নাই নাই সুগ্রীবর সঙ্গে মৈত্র হইন বালিকি বিনাশ কলক সুগ্রীবর সঙ্গে মৈত্র হইন বালিকি বিনাশ কলক রাবণ ভ্রাতা যে শরণ পশিলা লঙ্কা গড় তাকু জগবন্ধু পরি জনে সামর্থ নাই ଦେଖୁଛନ୍ତି ତ ଚକ୍ରଧର ଅଗ୍ନି ଦେବତାଙ୍କର କି ପ୍ରଚଣ୍ଡ ତେଜ ଆଉ କଣ କାଳ ପରେ ଏ ଅଗ୍ନିଶିଖା ଯେପରି ବିଶ୍ୱ ବ୍ରହ୍ମାଣ୍ଡକୁ ବ୍ୟାପିଯିବ ନା ଲୋପ ହେବ ନାହିଁ ଦେବଗଣ ସୃଷ୍ଟି ରକ୍ଷା ପାଇବ। ଏଇ ଦେଖନ୍ତୁ ଦେଖନ୍ତୁ ପିତାମହ ସେହି ଲେଲିହାନ ଅଗ୍ନିଶିଖା ଗର୍ଭରୁ କିପରି ଜନ୍ମ ନେଉଛନ୍ତି ମହାତେଜମୟ ନାରୀ ମହାଦେବୀ ମହାବୈଷ୍ଣବୀ। ଦେବତା ମାନଙ୍କ ଦୁର୍ଗତି କାଳରେ ମୁଁ ଅନଳ ଗର୍ଭରୁ ଜନ୍ମ ନେଇଛି ବୋଲି ପିତାମହ ବ୍ରହ୍ମା ମୋର ନାମକରଣ କଲେ ଦୁର୍ଗା। କିନ୍ତୁ ଦେବତା ମାନଙ୍କୁ କିପରି କି ଦୁର୍ଗତିରୁ ମୁଁ ରକ୍ଷା କରିବି ମୁଁ ତ ଜାଣେ ନାହିଁ। ମହିଷାସୁରର ପ୍ରତାପରେ ତୁମ୍ଭ ଦେବତାମାନଙ୍କ ଉପରେ ଅତ୍ୟାଚାର କରି ସ୍ୱର୍ଗପୁର ଅଧିକାର କରି ରହିଛନ୍ତି। ଇନ୍ଦ୍ରଦେବ ସ୍ୱର୍ଗପୁରୀରୁ ଭଲ ମୁଁ ବଧ କରିବି। ହଁ ବ୍ରହ୍ମା ବର ଦେଲା ବେଳେ କହିଥିଲେ ଜଣେ ନାରୀ ହାତରେ ହିଁ ମହିଷାର ମୃତ୍ୟୁ ହେବ। ହଁ ମା ଦୁର୍ଗେ ତୁମରି ହାତରେ ହେବ ମହିଷାର ମୃତ୍ୟୁ। କିନ୍ତୁ ମୋ ହାତରେ ତ ଅସ୍ତ୍ର ନାହିଁ ମୋ ହାତ ଯେ ଶୂନ୍ୟ ମତେ ଅସ୍ତ୍ର ଦିଅନ୍ତୁ। ଦିଅ ଦେବଗଣ ମୋର ଶୂନ୍ୟ ହସ୍ତ ଭରି ମୋର ଶୂନ୍ୟ ହସ୍ତ ଭରି
ଦଶ ହସ୍ତେ ମୋର ଦଶ ପ୍ରହରଣ ଧରି ଭେଟି ବିମୁଦ ରାଜା ବୋଧି ବିଦୁଷ୍ଟ ପୁରାଣେ ପିନ୍ଧିରଣ ସାଜ ଭେଟି ବିମୁଦ ରାଜା କି ଅସ୍ତ୍ର ଦେବୁ ମାତା? ଦେବଗଣ ନିଜ ନିଜ ଅସ୍ତ୍ର ମତେ ଦିଅନ୍ତୁ। ଶଙ୍ଖ ଚକ୍ର ଗଦା ବିଷ୍ଣୁ ଦିଅନ୍ତୁ ମକରେ ବିଷ୍ଣୁ ଦିଅନ୍ତୁ ମକରେ ଆବର୍ତ୍ତକ ଚକ୍ର ସୂର୍ଯ୍ୟ ଦିଅନ୍ତୁ ନିକରେ ଗଣପତି ନାଗ ଫାସ ତ୍ରିଶୂଳ ପିନାକ ଧନୁ ଦିଅନ୍ତୁ ମହେଶ ଗଣପତି ନାଗ ଫାସ ନିଅ ଦେବୀ ତେତିଶ କୋଟି ଦେବ ଦେବୀଙ୍କର ସମସ୍ତ ଅସ୍ତ୍ର ତୁମକୁ ପ୍ରଦାନ କରୁଛି। ଅସ୍ତ୍ର ତ ପାଇଲି ପୁଣି ବାହାନ ଅଙ୍ଗ ଲାଗି ହେବ ମୋର ଅମଳାନ ପାଠ ମୋର ଅମଳାନ ପାଠ ବାହାନ ମସିଂହ ଚଣ୍ଡୀ ଚାମୁଣ୍ଡା ଯେ ଷାଠ ସବୁ ଚୁଳକର ଆଣି ବାହାନ ବିନେ ଦଶକୁ ପାରିବି କି ଜିନିଷ ଚୁଳକର ଆଣି ଦେବଗଣଙ୍କ ସମସ୍ତ ବାହନର ଶକ୍ତିକୁ ଏକତ୍ର ଠୋଲ କରି ଏହି ପଶୁର ସିଂହକୁ ତମଠାରେ ଅର୍ପଣ କଲୁ ଦେବୀ। ଏହି ତମର ବାହନ। ଏବେ ତାହେଲେ ଦେଖ ଦେବଗଣ ମୋର